ରାହୁଲ ଗାନ୍ଧୀଙ୍କର ଭୁବନେଶ୍ୱର ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱ ବହନ କରେ। ଏହାର କାରଣ ହେଲା ଆଜି ଯୋଉ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ହବ ବା ସମ୍ବିଧାନ ବଞ୍ଚାଅ ସବୁ ସଭା ହବ ଭୁବନେଶ୍ୱରରେ, ଇଏ ହଉଛି ଏଇ ଗସ୍ତର ଅନ୍ତର୍ଭୁକ୍ତ ଏକ କାର୍ଯ୍ୟକ୍ରମ। ମୋର କହିବା କଥା ଯେ ରାହୁଲ ଗାନ୍ଧୀଙ୍କ ସାଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆସିଛନ୍ତି। କିନ୍ତୁ ସବୁଠୁ ବଡ କଥା ହଉଛି ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବିଜେପି ଓଡିଶାରେ ସରକାରକୁ ଆସିଲା ପରେ 2024 ମସିହା ନିର୍ବାଚନ ପରେ କଂଗ୍ରେସ ବେଶ ସତେଜ ହୋଇ ଉଠିଛି। ଏକଥା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ତାର କାରଣ ହେଲା ଯେ କୋଉଠି ନା କୋଉଠି ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ରାଜନୈତିକ ମହଲ ମଧ୍ୟ ସେଇ ଦିଗରେ ଯାଉଛି। ଏଇ ପ୍ରକାର ଧାରଣା ସୃଷ୍ଟି ହେଇଛି ସମସ୍ତଙ୍କ ମନରେ ଯେ ବିଜେଡି ଦଳ, ନବୀନ ପଟ୍ଟନାୟକଙ୍କର ବିଜେଡି ଦଳ 24 ବର୍ଷ ଶାସନରେ ରହିଲା ପରେ ଆଉ ଏହାର ଭବିଷ୍ୟତ କେହି ସାଧାରଣ ଲୋକେ ଦେଖିପାରୁନାହାନ୍ତି। ପ୍ରଥମ କଥା, ନବୀନ ପଟ୍ଟନାୟକ ଦୁର୍ବଳ ହେଇଗଲାଣି, ତାଙ୍କ ଦେହ ମଧ୍ୟ ଭଲ ରହୁନି ଏବଂ ଦଳର ଭାବମୂର୍ତ୍ତି ସାଧାରଣରେ 2024ରେ ସେମାନେ 51ଟି ବିଧାନସଭା ସିଟ୍ ପାଇଯାଇଛନ୍ତି, ସେ ଅଲଗା କଥା। କିନ୍ତୁ ଆଜିକା ଦିନରେ ଦେଖିବାକୁ ଗଲେ ବିଜେଡି ଦଳର ଭାବମୂର୍ତ୍ତି ଏତେ ଅନୁକୂଳ ନୁହେଁ, ଯାହା ଦଳକୁ ପୁଣି ଥରେ ଆଜି ନିର୍ବାଚନ ହେଲେ ବିଜେଡି କ୍ଷମତାକୁ ଆସିଯିବ ଏ ପ୍ରକାର ସମ୍ଭାବନା ଅନ୍ତତଃ ନାହିଁ। ଏମିତିଆ ପରିସ୍ଥିତିରେ ଓଡିଶାରେ ବିଜେଡି ଦଳର ଯୋଉ ଧୀରେ 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 ଛିଡି ଛିଡି ଯାଉଛି ବିଜେଡି ଦଳ, ସିଏ ଦେଖା ଦେଇଛି, ତା ଦେହରେ କଂଗ୍ରେସ ଆଶା କରୁଛି ସିଏ ତା ଦେହରେ ଗୋଟେ ଅଲ୍ଟରନେଟିଭ ହେଇକି ବାହାରିବ। କାହିଁକି ନା ବର୍ତ୍ତମାନ ରାଜନୈତିକ ଚିତ୍ରପଟରେ ବିଜେପି ସରକାରରେ ଅଛି, ଦ୍ୱିତୀୟ ରାଜନୈତିକ ଦଳ ବିଜେଡି ଯଦିଓ ଏକକ ସଂଖ୍ୟାଗରିଷ୍ଠ ବିରୋଧୀ ଦଳ ମାନ୍ୟତା ପାଇଛି କି 51 ଜଣ ସଦସ୍ୟ ଇଲେକ୍ଟେଡ ହେଲା ପରେ ମଧ୍ୟ ବିଜେଡି କି ଆଉ ଭବିଷ୍ୟତରେ କେହି ଲୋକ କିଛି ତାର ଭବିଷ୍ୟତ ଦେଖୁନାହାନ୍ତି। ତେଣୁ ସେଇ ଜାଗାକୁ ପୂରଣ କରିବା ପାଇଁ କଂଗ୍ରେସ ବର୍ତ୍ତମାନ ଅନୁମାନ କରୁଛି ଯେ ଆଶା ପୋଷଣ ଇଏ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଏବଂ ଲୋକଙ୍କର ଭବିଷ୍ୟତରେ ବାହାରିବ। ଏବଂ ସେଇଥିଲାଗି ଆପଣ ଲକ୍ଷ୍ୟ କରିଥିବେ ବିଜେପି ଦଳ ସରକାରକୁ ଆସିଲା ପରଠାରୁ କଂଗ୍ରେସ ଦଳ ବେଶ ସକ୍ରିୟ ହୋଇ ଉଠିଛି। ଯଦି ତୁଳନାତ୍ମକ ଭାବେ ଦେଖିବେ ବିଜେଡି ଗଲା ବର୍ଷକ ଭିତରେ ଏଭଳି କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିନାହିଁ ଯୋଉଥିରେ କି ଅନ୍ତତଃ ଦଳ ଲାଭବାନ ହବ ରାଜନୈତିକ ଦୃଷ୍ଟିକୋଣରୁ ଏବଂ ଲୋକମାନଙ୍କ ମଧ୍ୟରେ ମଧ୍ୟ ବିଜେପି ଦଳ ବିରୁଦ୍ଧରେ କିଛିଟା ଜନଜାଗରଣ ସୃଷ୍ଟି କରିହବ। ବିଜେଡି ଏଭଳି କିଛି କାର୍ଯ୍ୟକ୍ରମ କରିନାହିଁ। ଅପରପକ୍ଷରେ କଂଗ୍ରେସ ଦଳକୁ ଆପଣ ଲକ୍ଷ୍ୟ କରନ୍ତୁ, ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଆକ୍ଚୁଆଲି କଂଗ୍ରେସ ଦଳକୁ ଆପଣ ଲକ୍ଷ୍ୟ କରନ୍ତୁ, ଗଲା ବର୍ଷକ ଭିତରେ ଅନେକ ଏଇଭଳି କାର୍ଯ୍ୟକ୍ରମ ସେମାନେ କରିଛନ୍ତି ଏବଂ ଏପରିକି ଗାଁ ଗଣ୍ଡାରେ ଯାଇକରି କାର୍ଯ୍ୟକ୍ରମ କରୁଛନ୍ତି ଯୋଉଥିରେ ସେମାନେ ଗୋଟେ ଆଶା ପୋଷଣ କରୁଛନ୍ତି ଯେ କଂଗ୍ରେସ ଦଳ ପୁଣି ଥରେ କ୍ଷମତାକୁ ଆସିବାର ଆଶା ଉଜ୍ଜଳ ହେଇଛି ତାଙ୍କ ମତରେ। କାହିଁକି ନା କଂଗ୍ରେସକୁ ଆପଣ ଲକ୍ଷ୍ୟ କରିବେ ଓଡିଶାରେ 1999 ପରଠାରୁ, ଅର୍ଥାତ୍ ଯୋଉ ଦିନ ଠାରୁ ନବୀନ ପଟ୍ଟନାୟକ 2000 ମସିହାରୁ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ହେଲେ ସେଇ ଦିନ ଠାରୁ କଂଗ୍ରେସର ସତ୍ତା ନାହିଁ ଓଡିଶାରେ। ଏକରେ ତ ଶାସନ କ୍ଷମତାରେ ବି ନାହିଁ, କଂଗ୍ରେସର ସତ୍ତା ନାହିଁ। 2024 ନିର୍ବାଚନରେ ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ କଂଗ୍ରେସ ମାତ୍ର 14ଟି ବିଧାନସଭା ଆସନରେ ଜିତିଛି ଏବଂ ସବୁଠୁ ବଡ କଥା ଅବଶ୍ୟ କଂଗ୍ରେସ ପାଇଁ ଯେ ବିଜେପିର ହାୱା ସତ୍ତ୍ୱେ ବିଜେଡିର ମଧ୍ୟ କିଛି କମ ହାୱା ନୁହେଁ, ତା ସତ୍ତ୍ୱେ ମଧ୍ୟ କଂଗ୍ରେସ ଦଳ 2024 ନିର୍ବାଚନ ଅନ୍ତତଃ 21ଟି ପାଇଁ ଗୋଟେ ବଡ ସଫଳତା। ତେବେ ସେ ଯାହା ହଉ 2024 ପରଠୁ ଯୋଉ ରାଜନୈତିକ ବାତାବରଣ ଓଡିଶାରେ ସୃଷ୍ଟି ହେଇଛି ବିଜେଡି ଶାସନ ଗଲା ପରଠାରୁ, ସେଇଥିରେ କଂଗ୍ରେସ ନିଜକୁ ଅଲ୍ଟରନେଟିଭ ଏବଂ ଭବିଷ୍ୟତରେ କ୍ଷମତାକୁ ଆସିବାର ଗୋଟେ ଆଶା ନିଜକୁ ଭାବୁଛି। ସେଇ କଂଗ୍ରେସ ଦଳ ଭାବୁଛି ଯେ ତାଙ୍କର କିଛି ଆଶା ଅଛି ଭବିଷ୍ୟତରେ ରାଜ୍ୟରେ ଶାସନକୁ ଆସିବା ପାଇଁ। ସେଇଥିଲାଗି ଆଜି ଯୋଉ ଏମିତି ବି ରାହୁଲ ଗାନ୍ଧୀକୁ ଆପଣ ଦେଖିବେ ଭାରତ ବର୍ଷରେ ଯୁଆଡେ ଯାଉଛନ୍ତି ଯେତେ ସଭା କରୁଛନ୍ତି ସବୁ ସଭାକୁ ସେଇ ସମ୍ବିଧାନ ବଚାଅ ସଭା ବୋଲିକିରି ନାମିତ କରୁଛନ୍ତି। ସେଇଟା ସାଧାରଣ ଲୋକ କେହି କିଛି ବୁଝିବେନି ତା ଦେହରୁ କଣ ସମ୍ବିଧାନ କୋଉଠି କଣ ଅସୁବିଧା ହେଇଯାଇଛି, ସମ୍ବିଧାନକୁ କଣ ସମ୍ବିଧାନ କଣ ମୃତ୍ୟୁ ମୁଖରେ ପଡିଛି। ଯୋଉମାନେ ସରକାରକୁ ଆସନ୍ତି ତାଙ୍କ ବିରୋଧୀ ମାନେ ସବୁବେଳେ ତାଙ୍କୁ କୁହନ୍ତି ଇଏ ସବୁ ଖାଇଗଲେ ନେଇଗଲେ ସମ୍ବିଧାନକୁ ଫୋପାଡି ଦେଲେ, ସବୁ କରନ୍ତି।
କଂଗ୍ରେସ ଦଳ ମଧ୍ୟ ଯେତେବେଳେ ଶାସନରେ ଥିଲେ ଆପଣ ଲକ୍ଷ୍ୟ କରିଥିବେ, ଯେତେବେଳେ ସାରା ଦେଶରେ ଇମର୍ଜେନ୍ସି, ସେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇକିରି ସମ୍ବିଧାନର ପ୍ରିଆମ୍ବଲ ମୁଖବନ୍ଧକୁ ସହିତ ପରିବର୍ତ୍ତନ କରିଦେଲେ। ତା ଦେହରେ ଯୋଉ ଶବ୍ଦ ଗୁଡାକ ଯୋଡିଲେ, ସୋସିଆଲିଷ୍ଟ ଆଉ ସେକୁଲାର ଶବ୍ଦ ଯୋଡିଲେ, ଇଏ ତ ସମ୍ବିଧାନ ପ୍ରିଆମ୍ବଲରେ ମୂଳରୁ ନଥିଲା ନା। ତାକୁ ଯୋଉ ସମୟରେ ଦେଶରେ ଜରୁରୀ ପରିସ୍ଥିତି ହେଇଛି, ଯୋଉ ସମୟରେ ସବୁ ନେତା ସବୁ ଯାଇକି ଜେଲ ଭିତରେ ଅଛନ୍ତି, ସେତେବେଳେ ସେମାନେ ପାର୍ଲାମେଣ୍ଟରେ ଖାଲି ନାମକୁ ମାତ୍ର ଗୋଟେ ଆଲୋଚନା କରି ପାସ୍ କରେଇଦେଲେ, ଏବଂ ଯୋଉଥିରେ କି ପ୍ରିଆମ୍ବଲର ବଦଳରେ ଜଣେ ଯଦି ପ୍ରଶ୍ନ କରିବ ଯେ ସମ୍ବିଧାନକୁ ବଞ୍ଚେଇବେ କଣ, ସମ୍ବିଧାନକୁ ତ ଆପଣ ସରକାର ଆପଣଙ୍କ ପାଖ ଦଳ କ୍ଷତିଗ୍ରସ୍ତ ହେଇଛି। ତେବେ ସେ ଯାହା ହଉ, କଂଗ୍ରେସ ସକ୍ରିୟ ହୋଇଛି ଓଡ଼ିଶାରେ, ଏବଂ ରାହୁଲ ଗାନ୍ଧୀଙ୍କର ଆଜିର ଗସ୍ତ ତାହା ପ୍ରମାଣ କରୁଛି ଯେ କଂଗ୍ରେସ ବର୍ତ୍ତମାନ ସ୍ଥିତିରେ ଓଡ଼ିଶାକୁ କେତେ ଗୁରୁତ୍ୱ ଦେଉଛି। ୟା ଭିତରେ ଆପଣ ଲକ୍ଷ୍ୟ କରିଥିବେ, ଓଡ଼ିଶାରେ ଯୋଉ ଯୋଉ ଘଟଣା ସବୁ ହେଇଛି, ଯୋଉ ମ୍ୟୁନିସିପାଲିଟି ଅଫିସରେ ପଶିକିରି ସେ ଯୋଉ ଡେପୁଟି କମିଶନରକୁ ବିଜେପିର କର୍ମୀ ମାନେ ଯାଇକିରି ଯୋଉ ମାଇଲେ, ଆଉ ୟା ଭିତରେ ଯୋଉ ଯୋଉ ଘଟଣା ସବୁ ହେଇଛି, ହିଂସାକାଣ୍ଡଠୁ ଆରମ୍ଭ କରି ଧର୍ଷଣଠୁ ଆରମ୍ଭ କରି ଅନେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ, ଗଲା କିଛି ମାସ ହେଲାଣି କଂଗ୍ରେସ ଦଳ ଦିଲ୍ଲୀରେ ଥାଇକିରି ମଧ୍ୟ ଓଡ଼ିଶାରେ ଏଇ ଯୋଉ ପ୍ରକାର ଉପରେ ରିଆକ୍ସନ ଦଉଛି। ଆଗରୁ ଓଡ଼ିଶା ବାବଦରେ କଂଗ୍ରେସର ଲୋକମାନେ ଦିଲ୍ଲୀ ବସି ନାଁ ନଉନଥିଲେ ଓଡ଼ିଶାର, ସେମାନଙ୍କ ରାଡାରରେ ଯେମିତି ଓଡ଼ିଶା କେବେ ଦେଖା ଯାଉନଥିଲା। ଏବେ ଯେତେବେଳେ ହଠାତ୍ କଂଗ୍ରେସ ଅନୁଭବ କରୁଛି ଯେ ଆମର ମଧ୍ୟ ଗୋଟେ ଭବିଷ୍ୟତ ଅଛି ଓଡ଼ିଶାରେ, ଆମେ ମଧ୍ୟ ପୁଣି କ୍ଷମତାକୁ ଫେରିପାରୁ, ଆମେ ମଧ୍ୟ ଲୋକଙ୍କର ହୃଦୟ, ଆମେ ଅତୀତରେ ଯାହା ଯାହା ସବୁ କ୍ରିୟା କାର୍ଯ୍ୟକଳାପ ସବୁ କରିଛୁ, ଯୋଉଥିପାଇଁ ଆମକୁ ଲୋକ କ୍ଷମତାଚ୍ୟୁତ କରିଥିଲେ, ଅନ୍ତତଃ ଏତେ ବର୍ଷ ପରେ ଲୋକ ଆମକୁ ପୁଣି କ୍ଷମା ଦେବେ ବା ଲୋକ ସେ ସବୁକୁ ଭୁଲିଯିବେ, ଏମିତିଆ ଗୋଟେ ଆଶା କଂଗ୍ରେସ ପୋଷଣ କରିଛି। ଯାହା ଫଳରେ କି ଆଜିର ଏଇ ରାହୁଲ ଗାନ୍ଧୀଙ୍କର ଗସ୍ତ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ୱରରେ ସଭା।